ସୁମି जेमा आपा जुहारे जुहारे ହଁ ଜୁହାରେ ଜୁହାରେ ଆସିକି କେତେବେଳୁ ବସିଲଣି କି? बसिलेनी केतेबेळु किंतु गोटाई कथा କଣ ମ? तमे आजी 3टा बेले कुआडे जाउथलो कहिलो? ଏ ନା ମ ସୁମି ଇ ମୋ ବୋହୂକୁ ଦେଖୁନ ଖାଲି ପାଠ ପଢେଇବ ଛୁଆଙ୍କୁ। ओ ଇଏ ପାଖ ଘରକୁ କଣ ଯାଇଥିଲା ପଢିବା ପାଇଁ। हाँ ଆ ମତେ ସେ 3ଟା 3:30 ବେଳେ କହିଲା ବୋଉ ଟିକେ ଯାଉନି ଟିକେ ଝିଅକୁ ଧରି ଆସିବା। ମୁଁ ଯାଇଥିଲି। अच्छा खरा बेले छोट छुआ को पाठ पढ़िया ପାଇଁ ପଠଉଛ ଯୋଉ ନିରାଟ ଖରା ହେଇଛି। ଏ କୁହନି କୁହନି ଆଜିକାଲି ଦେଖୁଛ ତ ଇଏ ବାପା ମା ମାନେ ପିଲାକୁ ଉଠା ବସା କରଉଛନ୍ତି ଖାଲି ପାଠ ପଢ। ମୁଁ ତାକୁ ସେଇ କଥା କହିଲି। ପାଠ ପଢିବ ଯେ ଆଗ ଦେହର ଯତ୍ନ ନବ କି ନାଇଁ? ହଁ ପରା ଛୋଟ ପିଲା ତାକୁ ହଁ। ବସେଇ ଉଠେଇ ଦଉନି ଖରା ବେଳଟାରେ ପଠେଇଲା କଣ ନା ତୁ ଟିଉସନ ଯା। ନାଇଁ 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 ଚଳିବନି ତମେ ଏଥିରେ ଟିକେ ଶକ୍ତ ହୁଅ। ମୁଁ ପରା କହିଲି ସେ କଣ ମୋ କଥା ଶୁଣୁଛନ୍ତି ତଥାପି ହୁଁ। କହିଲେ ବୋଉ ଆଜି ଯାଇଛି ଆଉ କାଲିଠୁ ଯିବନି କାଲି ଗଲା ବେଳକୁ 4:30 ବେଳେ ଯିବ। ହଁ ଛାଇ ଲେଉଟେଇଲେ ପଠାଅ। ହଁ ଏଇ ପରା। ଉଦୁ ଉଦିଆ ଖରା ବେଳଟାରେ ଛୋଟ ଛୁଆକୁ ଛାଡି ଦେଇଛ ତା ପଛେ ପଛେ ତୁମେ ଯାଇଛ। ନା ମ ସେ କଣ ପଠେଇ ଦେଇକି ଆସିଥିଲା ତାଙ୍କର କଣ ଟିକେ କଣ ସେଇ ଯୋଉ ତିଆରି କରନ୍ତିନି କାଗଜ ପତ୍ରରେ ହଁ ଏ ସେଇମିତି କଣ ସବୁ ତିଆରି କରୁଛନ୍ତି ଇଏ ଛୁଆକୁ ନେଇକି ଛାଡ଼ି ଦେଇ ଆସିଥିଲା ମତେ କହିଲା ବୋଉ ଟିକେ ତମେ ଯାଇକି ନେଇ ଆସିବ। ମୁଁ ତ ଆଣିବା ପାଇଁ ଯାଇଛି ମୋ ଦେହ ହାତ କଣ ହେଇଯାଉଛି ଆଉ ଆଉ। ତାହେଲେ ଆଗ ଦେହର ଯତ୍ନ ନବ। ହଁ ପରା ସୁମି ଆମେ ହେଲେ ଚାଷୀବନ୍ଦୀ ଲୋକ ଆମେ ତ ବିଲକୁ ଯିବା ସକାଳ ବେଳା ଯିବା ନହେଲେ ନାହିଁ ଉପର ବେଳା ଯିବା ଦିନ 11ଟାରୁ 3ଟା ଭିତରେ ଆମେ ବାହାରକୁ ଯିବା ନାହିଁ ବା ପଦାକୁ ଯିବା ନାହିଁ। ଯଦି ଦରକାରୀ କାମ ଅଛି ବାହାରକୁ ଯାଉଛନ୍ତି ତାହେଲେ ପେଟେ ପାଣି ଦହି ପାଣି ତୋରାଣି ପିଇକି ବାହାରକୁ ଯିବା। ପାଦରେ ଜୋତା ମୁଣ୍ଡରେ ଛତା ଆଖିରେ କଳା ଚଷମା ହାତରେ ପାଣି ବୋତଲ ତା ସହିତ ଦେହରେ ସୂତା ଢିଲା ପୋଷାକ ପିନ୍ଧିକି ବାହାରକୁ ଯିବା। ଏଇ ସବୁ ନିୟମ ପାଳିକି ଚଳିଲେ ସିନା ଆମେ ଭଲ ରହିବା। ନା ନା ମୁଁ ତ ସବୁବେଳେ ପାଳୁଛି ହୁଁ। ତା ସହିତ ସୁମି ଆମେ ଯୋଉ ଗୃହପାଳିତ ପଶୁ ପକ୍ଷୀ ରଖିଛନ୍ତି ହଁ ଏଇ ଖରା ଦିନେ ସେମାନଙ୍କର ବି ଯତ୍ନ ନଉଥିବା। ଆଉ ସେମାନେ ପରା ମୂକ ଜନ୍ତୁ ହଁ। ସେମାନେ କଥା କହିପାରନ୍ତିନି ସେମାନଙ୍କର ଯତ୍ନ ନବା ଦାୟିତ୍ୱ ହେଲା ଆମର। ଦେଖୁନ ମୁଁ ଗୁହାଳ ଘରେ କେମିତି ଓଦା ଯୋଉ ଅଖା କରିକି ତାକୁ ପରା ଟଙ୍ଗେଇଛି କେମିତି କଣ ଟିକେ ଥଣ୍ଡା ପବନ ଗାଈ ଗୋରୁ ପାଇବେ। ଏ ଖରା ସମୟରେ ଗାଈ ଗୋରୁଙ୍କୁ ପରା ବାହାରକୁ ଛାଡୁନି। କୁକୁଡା ଛେଳି ଏମାନଙ୍କର ବି ଯତ୍ନ ନିଆ ହଉଛି ଯା ହଉ, ଥଣ୍ଡା ଯା ହଉ। ପାଣି ପିଇବାକୁ ଦିଆ ହଉଛି ତାଙ୍କୁ ଗାଧେଇ ଦିଆ ହଉଛି। ଏ ଘଡଘଡି ବର୍ଷା ସମୟରେ ସେମାନଙ୍କୁ ବାହାରକୁ ଛାଡୁନି ଗୁହାଳ ଘରେ ବାନ୍ଧିକି ରଖୁଛି। ଏଥି ସହିତ ତାଙ୍କୁ ପରିଷ୍କାର ସ୍ୱଚ୍ଛ ଖାଇବା ଦବା। ହଁ ଖାଇବା ବି ଦିଆ ହଉଛି ତା ସହିତ କେମିତି ଥଣ୍ଡାରେ ସେମାନେ ରହିବେ ହୁଁ। ଯେମିତି ଗରମର ପ୍ରଭାବ ତାଙ୍କ ଉପରେ ବି ପଡିବନି। ହଁ। ଆଉ ତା ସହିତ ସୁମି ତୁମେ ଯୋଉ ଗାଁରେ ସବୁ ଘୁମ ରଖିନ ଗଛ ତଳେ ହଁ। ଲୋକମାନଙ୍କ ପାଇଁ ତ ଘୋଡେଇକି ରଖିଛ। ଏଇ ଯୋଉ ପାଣି ରଖିଛୁ ଲୋକମାନଙ୍କ ପାଇଁ ତ। ହଁ ମୋ ବାଟୋଇ ଆମର ଯିଏ ଯିବା ଆସିବା କରୁଛନ୍ତି ସେ ଯୋଉ ପତ୍ର ଘୋଡେଇକି ରଖିଛ ହୁଁ। ସେ ଘୁମରେ ହୁଁ। ଆଉ ଗଛ ଛାଇ ତଳେ ସେଠି ସମସ୍ତେ ପିଉଛନ୍ତି ଟିକେ ବସୁଛନ୍ତି ଦେଖି ମତେ ଭାରି ଖୁସି ଲାଗୁଛି ବା। ତା ସହିତ ପଶୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ ନନ୍ଦିଆରେ ପାଣି ରଖିଛୁ। ବାଟରେ ଯେତେବେଳେ ଗାଈ ଗୋରୁ ଯାଉଛନ୍ତି ହୁଁ। ଆଉ ସେଠି ମୁଣ୍ଡାଇ ପାଣି ପିଇକି ଯାଉଛନ୍ତି ଥଣ୍ଡା ଆଉ? ପାଣି ପିଉଛନ୍ତି ଗଛ ଛାଇରେ ସେ ବି ଟିକେ ଶୋଇ ପଡୁଛନ୍ତି। ହୁଁ। ଭାରି ଭଲ ଲାଗୁଛି ବିଶେଷ କରି ଏଇ ଖରା ଦିନ ମାନଙ୍କରେ ଆମେ ନିଜ ଦେହର ଯେମିତି ଯତ୍ନ ନବା ସେମିତି ପଶୁ ପକ୍ଷୀ ମାନଙ୍କର ବି ଯତ୍ନ ନବା ଦରକାର। ଆଉ ଛାତ ଉପରେ ଟିକେ ଗୋଟେ ଜାଗାରେ ପାଣି ଟିକେ ହଁ ରଖି ଦଉଥିବ। ଚଢେଇ ମାନେ ଯୋଉ ଆସିଲେ ହଁ। ସେମାନେ ବି ଟିକେ ପାଣି ପିଇବେ ହଁ। ତାଙ୍କ ପାଇଁ ଟିକେ ଖାଇବା ବି ରଖିଦବା। ହଁ ଏ ଯିବେ ଦୟା ମନ ଭାବରେ ଯଦି ଆମେ ରଖିଥିବା ହୁଁ। ଆମେ ମାନେ ଭଲରେ ରହିବା। ହଁ ତା ସହିତ ପରିବେଶ ମଧ୍ୟ ସନ୍ତୁଳିତ ରହିବ। ହଁ ତା ସହିତ ଯୋଉ ଗଛ ବୁଛ ଆମେ ଲଗେଇଛନ୍ତି ହୁଁ। ତାକୁ ଏ ଖରା ଦିନ ମାନଙ୍କରେ ଶୁଖି ଯିବାକୁ ଦବାନି ହୁଁ। ନିୟମିତ ସେଥିରେ ପାଣି ଦଉଥିବା ସତେଜ ରହିଥିବ କାହିଁକିନା ଛାତ ଉପରେ ହଁ। ଆମେ ଗଛ ଲଗେଇଛନ୍ତି ତାକୁ ଯଦି ନିୟମିତ ପାଣି ନ ଦବା ହଁ। ସେ ଶୁଖିଯିବନି କହିଲ। ଠିକ କଥା ଅପା ହୁଁ। ଆଜି କଣ ଆମେ ଏମିତି ଗପୁଥିବା ନା ସନ୍ଧ୍ୟା ବେଳ କିଛି ଭଜନର ବ୍ୟବସ୍ଥା ଅଛି? ଓହୋ ମୁଁ ତ ତୁମ ସାଙ୍ଗରେ କଥାବାର୍ତ୍ତା ହେଲା ଭିତରେ ଭୁଲି ଯାଇଛି ଆଉ। ହୁଁ। ହଉ ବସିକି ଭଜନଟିଏ ଶୁଣିବା ହଁ ତାପରେ କଥା ହବା। ନିହାତି ନା। କେତେ ନାଟ ଲଗାଇଛ କଳାଶ୍ରୀ ମୁଖ କେତେ ନାଟ ଲଗାଇଛ କଳାଶ୍ରୀ ମୁଖ 14 ଭୁବନେ ଶୁଭେ ମଣିମା ଡାକ ମଣିମା ଡାକ ମଣିମା ଡାକ କେତେ ନାଟ ଲଗାଇଛ କଳାଶ୍ରୀ ମୁଖ।
କା ସାଥେ ବସିଲ ମିତ୍ର କା ପାଇଁ ନାସିଲ ନକ୍ର କା ସାଥେ ବସିଲ ମିତ୍ର କା ପାଇଁ ନାସିଲ ନକ୍ର କାହା ପାଇଁ ବ୍ୟାଧ ମାରି ଜଗତେ ରଖିଲ ଟେକ କାରେ ଦେଇ କୋଟି ବସ୍ତ୍ର ହରିଲ ଦୁଃଖ କେତେ ନାଟ ଲଗାଇଛ କଳା ତ୍ରିମୁଖ କାହାକୁ କଲ ରାଜନ କା ଉଚ୍ଚିଷ୍ଟ କଲ ପାନ କାହାକୁ କଲ ରାଜନ କା ଉଚ୍ଚିଷ୍ଟ କଲ ପାନ ଘଣ୍ଟ ଘୋଡ଼ାଇଣ ହରି ପକ୍ଷୀ ଜନ୍ମ କଲ ଧନ୍ୟ କେଉଁ ନାରୀ ପାଦ ଧରି ହୋଇଲା ମୋକ୍ଷ କେତେ ନାଟ ଲଗାଇଛ କଳା ଶ୍ରୀମୁଖ କାହାର ଶରଣ ଯିବି ମୋ ଦୁଃଖ ଫେଡ଼ି କହିବି କାହାର ଶରଣ ଯିବି ମୋ ଦୁଃଖ ଫେଡ଼ି କହିବି ଚକା ଆଖି ଥାଉଁ ଥାଉଁ ଆଉ କାରେ ଶୁଣାଇବି ଜୀବନର ଯେତେ ଅଳି ଯାତନା ଦୁଃଖ କେତେ ନାଟ ଲଗାଇଛ କଳା ତ୍ରିମୁଖ ଚଉଦ ଭୁବନେ ଶୁଭେ ମଣିମା ଡାକ ମଣିମା ଡାକ ମଣିମା ଡାକ କେତେ ନାଟ ଲଗାଇଛ କଳା ତ୍ରିମୁଖ କେତେ ନାଟ ଲଗାଇଛ କଳା ତ୍ରିମୁଖ ସନ୍ଧ୍ୟା ବେଳେ ବୈଠକି ଘରେ ହଁ। ଭଜନଟିଏ ବାଜିଲେ ମନକୁ ପୁରା ଶାନ୍ତି ମିଳୁଛି। ହେଲେ ଆମେ ତ ଚାଷୀ ବନ୍ଦୀ ଲୋକ ହୁଁ। ସବୁ କଥା ଭିତରେ ଆମକୁ ପେଟ ପାଟଣା କଥା ଚିନ୍ତା କରିବାକୁ ହଁ, ହଁ, ପଡିବ ହଁ, ହଁ। ଆଉ ପେଟ ପାଟଣାରେ ଆଜି ଆମେ ଯୋଉ ବିଷୟରେ କଥା ହଉଥିଲେ ମୁଁ ଆସିଲା ବେଳଠୁ ପଶୁ ପକ୍ଷୀ ମାନଙ୍କ କଥା ଓହୋ। ତାରି ଉପରେ ବିଷୟଟି ଆଲୋଚନାର ବିଷୟ ହେଉଛି ଖରାଦିନେ ପଶୁ ପକ୍ଷୀଙ୍କ ଯତ୍ନ। ଏ ସମ୍ପର୍କରେ ଆଲୋଚନା ପାଇଁ ଆମ ପାଖରେ ଅଛନ୍ତି ଡକ୍ଟର ନିର୍ମାଲ୍ୟପତି। ଅପା, ହୁଁ ତୁମେ ତାହେଲେ ମହାଶୟଙ୍କ ସହିତ କଥା ହୁଅ, ହୁଁ ଆମେ ବସିକି ଶୁଣିବୁ ଆଉ। ହଉ ତାହେଲେ ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି କେନ୍ଦ୍ରାପଡ଼ା ଗରଜପୁର ପ୍ରାଣୀ ଚିକିତ୍ସକ ଡକ୍ଟର ନିର୍ମାଲ୍ୟପତି। ଆସନ୍ତୁ ସାର୍, ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର। ନମସ୍କାର ମ୍ୟାଡ଼ାମ। ଡକ୍ଟର ପତି, ଆପଣ ଆମକୁ ଟିକେ କହିବେ ଏଇ ଖରା ଦିନେ ପଶୁମାନେ ସବୁଠାରୁ ବେଶୀ କେଉଁ ସମସ୍ୟାରେ ପଡନ୍ତି? କାହିଁକି ନା ବିଶେଷ କରି ଆମକୁ ଯେମିତି କଷ୍ଟ ହଉଛି ଖରାରେ ସେମାନଙ୍କୁ ମଧ୍ୟ ସେମିତି କଷ୍ଟ ହେଇଥାଏ। କେଉଁ ସମସ୍ୟାରେ ପଡନ୍ତି ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ପରାମର୍ଶ ଦିଅନ୍ତୁ। ଆଜ୍ଞା ମ୍ୟାଡ଼ାମ, ପ୍ରଥମ କଥା ହେଉଛି ଖରା ଦିନେ ଯେତେବେଳେ ଟେମ୍ପରେଚର ମାନେ ତାପମାତ୍ରା 40 ଡିଗ୍ରୀରୁ ଅଧିକା ହେଇଗଲା ପରେ ଗାଈ ମଇଁଷିଙ୍କର ଶ୍ୱାସହାର ବଢିଯାଏ, ଆଜ୍ଞା। ସେମାନଙ୍କର ଖାଦ୍ୟ ଗ୍ରହଣ ମଧ୍ୟ କମିଯାଏ। ମାନେ ଯେଉଁ ଅଭିପ୍ରାୟରେ ଆମର ଚାଷୀ ଭାଇ ଭଉଣୀ ମାନେ ଗାଈ ଗୋରୁ ରଖିଥାନ୍ତି କ୍ଷୀର ଉତ୍ପାଦନ ମଧ୍ୟ ହ୍ରାସ ପାଇଥାଏ। ବର୍ତ୍ତମାନ ସମୟରେ ତାପମାତ୍ରା ଯେହେତୁ 40 ଡିଗ୍ରୀରୁ ଅଧିକା ରହୁଛି, ତେଣୁ ଅଧିକ ସମୟ ପର୍ଯ୍ୟନ୍ତ ଏଭଳି ତାପମାତ୍ରାରେ ଗାଈ ଗୋରୁ ମାନେ ରହିଲେ ସେମାନଙ୍କ ଶରୀରର ଜଳୀୟ ଅଂଶ କମିଯାଇ ଡିହାଇଡ୍ରେସନ ଓ ପରେ ପରେ ହିଟ୍ ଷ୍ଟ୍ରୋକ୍ ଭଳି ସମସ୍ୟା ମଧ୍ୟ ଆସିପାରେ। ଆମେ ଯଦି ବର୍ତ୍ତମାନ ଦେଖିବାକୁ ଯିବା, ଆମର ଗାଈର ସାଧାରଣତଃ 101ରୁ 102 ଭିତରେ ଟେମ୍ପରେଚର ରୁହେ। ମଇଁଷିର ଟେମ୍ପରେଚର ମଧ୍ୟ ସମାନ। କୁକୁର ବା ଗୃହପାଳିତ ପଶୁମାନଙ୍କର ଟେମ୍ପରେଚର ମଧ୍ୟ 101ରୁ 103 ଭିତରେ ରହିଥାଏ। ଏହାଠାରୁ ଅଧିକ ହେଲେ ଆମେ ଜ୍ୱର କିମ୍ବା ହିଟ୍ ଷ୍ଟ୍ରେସ୍ ସଂକେତ ବୋଲି ନେଇପାରିବା। ପ୍ରଥମ କଥା ହେଉଛି ପଶୁ ଶରୀର ଯେତେବେଳେ ବାହାର ତାପମାତ୍ରାକୁ ସହିପାରେ ନାହିଁ, ସେତେବେଳେ ଆମେ ଯେଉଁ ପ୍ରକ୍ରିୟାରେ ପହଞ୍ଚୁ ତାକୁ ଆମେ ହିଟ୍ ଷ୍ଟ୍ରେସ୍ ବୋଲି କହୁ। ଟେମ୍ପରେଚର ହ୍ୟୁମିଡିଟି ଇଣ୍ଡେକ୍ସ ବା THI ସେଟା ଯେତେବେଳେ 72ରୁ ଅଧିକା ହେଇଯାଏ ସେତେବେଳେ ହିଟ୍ ଷ୍ଟ୍ରେସ୍ ଆରମ୍ଭ ହୁଏ। ଏଥିରେ ଅଧିକ ଅନ୍ୟ ପରିମାଣର ହରମୋନ ବଢିଯାଏ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ପଶୁ ଅଧିକ ଜୋରରେ ପାଟି ଖୋଲିକି ନିଶ୍ୱାସ ନିଏ ଓ ପାଟିରୁ ଲାଳ ମଧ୍ୟ ବହୁତ ଜୋରରେ ବାହାରିପାରେ। ଏହାର ପରବର୍ତ୍ତୀ ଅବସ୍ଥା ହେଉଛି ହିଟ୍ ଷ୍ଟ୍ରୋକ୍। ଏହାର ଶରୀର ତାପମାତ୍ରା ଯୋଉଟା ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି 101ରୁ 103 ଭିତରେ ରହିବା କଥା, ଏଠି ତାପମାତ୍ରା ପାଖାପାଖି 105ରୁ ଅଧିକା ହେଇଯାଏ। ପଶୁ ଠିଆ ହେଇପାରେ ନାହିଁ, ପଡ଼ିଯାଏ, ଅଚେତ ହେଇଯାଏ ଓ ଏହା ଏକ ଜୀବନଘାତୀ ଅବସ୍ଥା ଅଟେ। ଆଜ୍ଞା, ସାଧାରଣତଃ ଏଇ ଯୋଉ ଆମେ ଗାଈ ରଖିଛେ, ଗାଈର ହିଟ୍ ଷ୍ଟ୍ରେସ୍ ର ଲକ୍ଷଣ ସବୁ କଣ? ପ୍ରଥମ ଲକ୍ଷଣ ହେଉଛି ଅଧିକ ମାନେ ପାଟି ଖୋଲିକି ନିଶ୍ୱାସ ନେବା, ପାଣି ଅଧିକା ପିଇବା, ଆଉ ଖାଇବା ଟୋଟାଲି ଛାଡ଼ିଦେବା, ତଳେ ପଡ଼ିଯିବା, ପାଟିରୁ ଲାଳ ବାହାରିବା। ଆଉ ଯଦି ଆପଣ ଟେକ୍ନିକାଲ ସାଇଡକୁ ଯିବେ ତାହେଲେ ଯୋଉ ତାପମାତ୍ରା ବା ଶ୍ୱାସହାର 60 ମିନିଟରୁ ଅଧିକ ହୋଇଯାଏ।
टेम्परेचर मध्य 103 रु अधिक हो जाए अधिक समय रहिले गाई दुर्बल हो जाए अचेत हो जाए पारे। आज्ञा आ गोटे कथा डॉक्टर पति हम जानिया पई चाहबू ए मईसी माने गरम रे बेसी प्रभावित होंते कि? आज्ञा मैडम मईसी माने गाई मानकटू अधिक प्रभावित होती आज्ञा। कारण मईसी मानकर रंग होउची कला और आज्ञा। तांको देहरे आम भलिया स्वेद ग्रंथि बा झाड़ बाहर करिवार क्षमता नथाए सेतिपई सेमाने झाड़ बाहरी करि पारंती नै जहा फल रे सेमानकु दुई थर दिन रे अति कम रे पानी रे गाधोई देबा भलो। सेतिपई आपण देखिथिबे हमर चासी भाई भौणी माने जो माने मईसी रखिचंती सेमाने पाखा पाखी गोटे जलाशय पाखरे ही मईसी मानकु रखंती आउ जदि आमे अधिका बड़ बड़ फार्म को जिबा सेठी सेमाने रेगुलर इंटरवल तांको ऊपर पानी स्प्रे करथांती। आज्ञा डॉक्टर पति आमे जो अंचल रहुचंती से अंचल रे पशुंकर घर गुहाल घर केमिति हेबा दरकार? प्रथम कथा मैडम आम अंचल आपण जानिथिबे उपकूलवर्ती अंचल आज्ञा। सेतिपई तापमात्रा हमर जनरली टिके अधिका रहिथाय अत्यधिक शीत आम अंचल रे पड़ेनी किछिटा जगह को छाड़ देले तेनु आम अंचल प्रथम कथा होची घर टिके पवन चलाचल करथुबो सेतिपई जनरली आमे घर को जदी पूर्व पश्चिम दिग रखिबा ताले पवन चलाचल भलो पड़िबो आज्ञा। ओ सूर्य किरण मध्ये ठीक से पड़िया पड़ले जीवाणु माने मरि जिवे। आज्ञा। खरा दिन रे छात ऊपर आमे घास पकई परिबा किबा नडा पकईकी सेतरे पानी देले टेम्परेचर टे कमी जिवो नहले जदि आमे अधिका पैसा तेबे धळा रंग भी मारी परिबा किंतु जोटा गां गळी रे सबटु अधिका करंती ओदा माटी किछि न रखि दियंती सेटा करिबा उचित नुह कारण ओदा माटी रखिले आपण मान जानथिबे उई मानकर गंता घर जोथि पे हमकु विभिन्न प्रकार रोग भी गाई गोरु को हेई पारे। तापरे मैडम प्रथम कथा पशु मानकु दिनकु जदि गोटे गाई क्षीर दउजे ताल ताकु दिनकु पाखा पाखी 60 रु 80 लिटर पानी दरकार। आज्ञा। मईसी पई 100 लिटर हेई पारे छेली मेंढा को 5 रु 10 लिटर पानी दरकार। आज्ञा। पानी को आमे सब बेले सफा पानी देबा दरकार आउ टिके ठंडा पानी देले भलो। आज्ञा। खरा दिन रे आमे जेमती ओआरएस नउचु सेमती गाई गोरु को मध्ये अत्यधिक खरा चरेई की आनी सारला परे तांको किछिटा इलेक्ट्रोलाइट बा धातव लवण मिसेई की देले सेमानक शरीर झाळ आकार रे जो खनिज लवण बाहरी जाई थाए आज्ञा। सेटार पुनरावृत्ति हम पाखरे रही पारे। आज्ञा। प्रथम कथा होची इलेक्ट्रोलाइट देले हमकु सोडियम पोटासियम और क्लोराइड रो संतुलन रक्षा करि पारे। प्रति लिटर पानी रे 5 रु 10 ग्राम इलेक्ट्रोलाइट पाउडर देले यह डिहाइड्रेशन कमे पारे। एति सहित आमे विटामिन सी मध्ये देई परिबा। डॉक्टर पति आमे साधारणतः एई सब तो गाई गोरुकर जत्न नबा कि आमे विटामिन दबा कि ओआरएस दबा तापरे गोटे कथा जानिया पई चाहि बुजोडा बड़ कथा कहंती खरा दिने गाई मानकर क्षीर काहे कमी जाए? मैडम प्रथम कथा होची जेटा फास्ट रे आपन कहितली खाइबा गरम रे से माने खाइबा कमे दियंती। आज्ञा। खाइबा कमेला माने ताप नियंत्रण रो शक्ति भी बाहर को पळे आज्ञा। खाइबा कमिला माने सेमानकर क्षीर उत्पादन कमी जिवो। आज्ञा। एटा हला प्रथम कथा तेनु बेले बेले भलो भलो हाई लिडर गाई जेन एचएफ हला साहिवाल गाई हला एमाने पाखा भाई खाइबा कमे देले एमान क्षीर प्रोडक्शन 20 रु 30% पर्यंत कमी जाए। ए खरा दिने कोन खाद्य देबा उचित जोटा कि तांका पई भलो? प्रथम कथा होची खरा दिने हमकु घास देबाको पड़िबो आज्ञा। ता सहित फडर रे हमकु मुख्यतः मक्का आउ वर्तमान आमर जंती सरकारी सहायता चलछि आजोला स्कीम बा आजोला जो चाष करा होची आजोला और ता सहित अल्प परिमाण रे मिनरल मिक्सचर दबा भलो। आज्ञा। अधिक ड्राई फडर बा जो सुखिला खाद्य दबा उचित नुह कारण खाद्य आपण जते अधिका देबे सुखिला खाद्य सेते अधिका ता शरीर भितर ताप उत्पादन हबो बाहर ताप शरीर भितर ताप मिसिकी ताको अधिका हिट स्ट्रेस को नै जिवो। आज्ञा। आउ द्वितीय कथा होची खाइबा साधारणतः सकाळे और संध्या बेले देबा भलो दुई प्रहर बा अधिक खरा समय रे गाई को खाइबा को देबा ठीक नुह कारण पाचन क्रिया रे भारत ताप और बाहिर उष्ण तापमात्रा मिसिकी हिट स्ट्रेस कराई पारंती। एथि सहित आमे पाखा पाखी 50 रु 60 ग्राम जदी मिनरल मिक्सचर दबा और 100 रु 150 ग्राम बाईपास फैट बा जोटा गोटे एनर्जी सप्लीमेंट ताकू जदी पाख पशु चिकित्सक परामर्श अनुसार देबा ताले क्षीर उत्पादन बेसी कमिबो नाही। साधारणतः आमे खरा दिन मानकर जो हिट स्ट्रोक हेले प्राथमिक चिकित्सा में कोन करि परिबा पशु पक्षी मान? मैडम प्राथमिक चिकित्सा पे आपण पशु को तुरंत छाई जगह को नहीं जिवे। आज्ञा। द्वितीय रे होची ता शरीर रे ठंडा पानी ढाली की फैन देबे किंबा जदि पाखरे कोनोसी बड़ विंछड़ अछि ताले पवन करिवा दरकार बारंबार ता मुंडो को थने ओदा कपड़ा भिजेई की पोछिबा दरकार। एहा परे भी जदि आपण को जदि गाईर किछि रिकवरी न होउची ताले तुरंत पशु चिकित्सकक परामर्श नेई की तांको डाकी देबा दरकार तापरे सी आसी की तांकर दरकार पड़ले इंजेक्टेबल सालाइन जोटा हमर लागुची ता सहित किछि विटामिन सी एंटी हिस्टामिन से देई परिबे। आज्ञा। साधारणतः एई खरा दिन मानकर जो आमे छेली रखि थांती गृहपालित पशु भाबरे सेई छेली माने खरा रे केमिति प्रभावित होंती? मैम छेली मानकर डिहाइड्रेशन शीघ्र हुए कारण जेहेतु से माने छोट जीव तांकर बॉडी वेट भी पाखा पाखी 20 रु 30 केजी अति बेसे 40 केजी पर्यंत जाए सेति पई तांकर डिहाइड्रेशन ता अधिक परिमाण रे हुए से माने भी सेंती खाद्य छाडी दियंती आउ पैंटिंग बा मुह खोली की बहुत जोरे निश्वास नियंती और लाळ भी अधिका पकई थांती। छोट छुआ छेली अधिक प्रभावित होई थांती। आज्ञा। आ सेमती मेंढार कोन समस्या देखा जाय? मेंढा और उल बा पशम थिबा जगु ता शरीर तापटा बहुत शीघ्र निष्पेषित होई पारे नाही सेथि पई से माने अधिका हीट स्ट्रेस प्रति रही थांती।
स्किन डिजीज भी तांकर होइथाय बिकॉज झाड़ लागिकी रहिला पसम जो कुंडे हेकी स्किन डिजीज रहिथाय तेणु खरा दिन आसीबा पूर्व तांकर पसम काटी देबाटा भल। पोल्ट्री रे हीट स्ट्रेस रो लक्षण सब कौन? मैम आप जानिथिबे कि गाई गोरु माने या फिर छेली मेंढा माने किछि परिमाण रे से माने हीट स्ट्रेस को टॉलरेट करि परिबे किंतु पक्षी बा हमें जो पोल्ट्री रखि जांदी मेनली कुकुडा से माने हीट स्ट्रेस को टॉलरेट करि पारंती नै बिकॉज सेमानक शरीर रे मध्ये स्वेद ग्रंथि न थाए सेति से माने झाड़ बाहर करि पारंती नै सेमाने कोन करंती ना मुह बा थंट खोली की निश्वास नियंती निजर डेणा जो रहा ताकू मेलेकी से निज स्तर तापमात्रा को कम करने चेष्टा करती जनरली 35 डिग्री अधिक तापमात्रा हेले से स्ट्रेस रे आसी जाती ब्रॉयलर कुकुड़ा मानकर ग्रोथ कमी जाए लेयर माने अंडा उत्पादन करने कमी दे था पानी पीवा संख्या तांकर बढ़ी जाए आउ जो लेयर कुकुड़ा आप देखिए से अंडार ऊपर भाग जो शक्त थाए किंतु हीट स्ट्रेस पड़े से जो कैल्सियम अंशटा कमी जाए फल अंडार ऊपर भागटा पूरा पतला आसे। जो कुकुर आम साधारणतः घरे भी रखी बाहर बुला कुकुर भी बुलुचंती ए कुकुरंकर स्ट्रोक रो लक्षण कोन? मैम कुकुरंकर प्रथम लक्षण अछि आपण जानथिबे कुकुर मानकर गोटे स्वभाव लागे से माने मैक्सिमम टाइम रे जीभ बाहर को बाहर करिकि निश्वास नउथांती हीट स्ट्रेस पड़ले से माने ओ जीभ भितर को जनरली नियंतिनी मुह खोली के सब बेले धके हेबा साउंड करते जाको हम टेक्निकल टर्म रे पैंटिंग बोली कहूछु तापर तांकर जदी आपण जीभ को मार्क करबे सेटा बेले बेले लाल पड़ी जाए आ बेले बेले से माने बांती भी करंती जेंति मनुष्य बांती कर सेंति बांती भी करंती सिवियर केस रे कुकुर सडन पड़ी के कोलाप्स बा अचेत हे जाय पारे छोटो ब्रीड जेंति आपणकर पग रहिले बक्सर ब्रीड रहिले ब्रैकियोसेफेलिक एई ब्रीड गुडा बेसी प्रभावित होइथांती। प्राथमिक चिकित्सा हमें कोन तांको पई नै प्राथमिक चिकित्सा ताको प्रथम कथा होची जेहेतु छोट जीव तेनु हमें ताको इजीली गाधे दे परिबा ओदा कपड़ा रे घोड़े दे परिबा आउ ओआरएस आउ ठंडा पानी दे परिबा किंतु मैडम एठी मो सब चासी भइबानु गोटे कथा कहि रखुची एस्पिरिन बा हमें जो ह्यूमन मेडिसिन जो बिना पशु चिकित्सक परामर्श रे हमें कोनसे ह्यूमन मेडिसिन कुकुर को देबा ठीक न। आ गोटे बड़ कथा सर हम जानिया पई चाहिबू ए खरा दिने पशु पक्षी की केमितिया रखिबा आउ तांको केमिति चरैबा गुहाळ घर केमिति तांको रखि परिबा से विषय परामर्श दियंतु। मैडम प्रथम कथा होची जो फास्ट रो कहितली गाई गोरु मानको सकाळे आ संध्या बेले चरैबा दरकार जेंति जनरली सकाळ 5टा रु 9टा भितरे आ सेंते संध्या 4:30 5टा परे तांको चरैबा दरकार 11टा रु 4टा मध्यरे सूर्यताप अति अधिक थाए तेनु से टाइम रे हमें तांको बिल्कुल चरैबा को नबा दरकार नाही। सेकेंड जो तांको हमें जो जगह रे चरौचंती हमें ध्यान देबा दरकार कि से जगह रे जेंति गोटे बड़ गच्छ बा झंकालिया गच्छ थिबो कारण गच्छ छाई रहिले बॉडी टेम्परेचर 1 ରୁ 2 डिग्री पर्यंत कमी जाए तो जदि गाई को किछि अवसर लागे से माने आसी कि छाई रे बसी परिबे सेमती गुहाळ हमें जो करबा से गुहाळ भी पाखा पाखी छाई जगह रे करबा दरकार आउ जदि अधिका गरम एरिया रे रहुची तले गुहाळ ऊपर मध्ये हमें पालप टाणी देकी बा शेड मैनेजमेंट करि परिबा। बड़ बड़ फार्म जो लोक माने हमर 8-10टा गाई रखिचंती भलो इल्डिंग गाई से माने फगर सिस्टम करबा दरकार। फगर सिस्टम माने मैडम आपनकर स्प्रिंकलर भलिया पानी स्प्रे हबो नहले जेमति आपण रथयात्रा टाइम रे देखथिबे कि भक्तक ऊपर पानी पका जाए सेमति टाइम रे जदि हमें गाई गोरु ऊपर भी पानी स्प्रे करि परिबा दरकार तांकर देहर तापमात्रा ठीक रहबो। सेमती पोल्ट्री केस रे मैडम वर्तमान जो माने एनवायरमेंटली कंट्रोल घर करछथि से माने दी पटरे कूलिंग पैड लगै दोचंती जोटा हमर एसी भलिया काम दोची सेति पे टेम्परेचर मेंटेन हेकी रहउची। साधारणतः हमरो ई गृहपालित पशु पक्षी मानकर हमें कोन कोन सब ई खरा दिने तांको औषध जगै परिबा बा औषध देई परिबा से मानकर देह सुस्थ रहिबा पई? मैडम प्रथम कथा होची हीट स्ट्रेस टाइम रे हमें ताको यथेष्ट परिमाण रे इलेक्ट्रोलाइट जेंति कि ओआरएस कहली सेही टाइप रे हमें इलेक्ट्रोलाइट दबा दरकार। तापर सेकंड जिंस होची लिवर टॉनिक मैडम एम्ति गोटे जिंस जोटा आपनकर लिवर को अधिक फंक्शन करबा सहित रोग प्रतिरोधक शक्ति बढ़ाई थाए तेणु ताको हमें लिवर टॉनिक भी दबा दरकार। सेकंड जिंस होची नियमित टीकाकरण खरा दिने आमे गाई गोरु को साधारणतः एचएस बा साहाण रोग पई तापर एफएमडी बा फाटुआ रोग पई ओ छेली को पीपीआर बा प्लिरोनिमोनिक प्लग रोग पई आमे ताको टीकाकरण करबा दरकार। एथि सहित खरा दिन आसीबा पूर्व बा खरा दिन टाइम रे आमे ताको डीवर्मिंग बा कृमिनाशक मेडिसिन दबा दरकार कारण खरा दिन म आपण जेंति कहितली गाई गोरु माने ऑलरेडी दुर्बल अवस्था रे थांती आ सेही समय जदी कुर्मी रहबे से माने खाइबा तो कमेई देबे प्लस जहा भी खाइबे ताहा कुर्मी द्वारा तांको शरीर भितर लागिबो तेनु एई जिंस करबा दरकार। एहा सहित बेले बेले गाई आ मइसी आपण जानथिबे सेमानकर पेटर गठन आम भलिया नुह सेमानकर चारि रो स्टोमक रहिथे 4 चैम्बर तेणु बेले बेले कौन हुए ना सेठी रुमेन पीएच टा कमी जाए तेणु बेले बेले हमको सोडियम बाइकार्बोनेट मध्ये हमें देई परिबा एसिडोसिस रो बंचिया पे। देखा जाए गाई अपेक्षा बाछुरी थाए छोट छोट बाछुरी से माने टिके बेसी खरा रे प्रभावित होवंती कि? हां मैडम बाछुरी माने अधिक प्रभावित होवंते कारण मैडम जेहेतु माने सिंपल लॉजिक लगेले हमर मनीष छुआ आ छोट बाछुरी भी समान अवस्था रे जेमती आमे कहू कि जेकोन से असुविधा बेले गर्भवती महिला वृद्ध आ बाळुत अधिका सस्पेक्टेड सेमती बाछुरी माने भी अधिका कारण से मानेकर बॉडी रे सेति
କି ଇମ୍ୟୁନିଟି ଆସିନଥାଏ ଆଜ୍ଞା। ପ୍ଲସ୍ ଛୋଟ ବାଛୁରୀର ଶରୀରରେ ପାଖାପାଖି 70 ରୁ 80% ରହିଥାଏ ଆପଣଙ୍କର ଜଳୀୟ ଅଂଶ। ଆଜ୍ଞା। ତ ଖରାରେ ଆସିଲା ପରେ ଜଳୀୟ ଅଂଶ ତାଙ୍କୁ ସାହାଯ୍ୟ ନ କରିବା ଫଳରେ ସେମାନଙ୍କର ପ୍ରଭାବିତ ଅଧିକା ମାତ୍ରା ରହିଥାନ୍ତି ଓ ବେଳେ ବେଳେ ସେମାନଙ୍କୁ ମଧ୍ୟ ଡାଇରିଆ ଧରି ଦେଇଥାଏ ଖରା ଦିନେ, ଯାହା ଫଳରେ ଜଳୀୟ ଅଂଶ ନଷ୍ଟ ହୋଇଥାଏ। ସାଧାରଣତଃ ସାର୍ ଏଇ ଯୋଉ ଆମେ ଗୃହପାଳିତ ପଶୁପକ୍ଷୀ ରଖିଛନ୍ତି ଏଇ ଯୋଉ ହିଷ୍ଟ୍ରେସରେ ତାଙ୍କର କଣ ସବୁ ପ୍ରୋବ୍ଲେମ ଦେଖା ଦଉଛି ଆଉ ତାକୁ କେମିତି ଆମେ ସମାଧାନ କରିପାରିବା? ମ୍ୟାଡାମ ପ୍ରଥମ କଥା ହଉଛି ହିଟ୍ ଷ୍ଟ୍ରେସ ରେ ଗାଈର ଖାଇବା କମିଯାଏ, ତେଣୁ ଗାଈର କ୍ଷୀର ଉତ୍ପାଦନ ମଧ୍ୟ କମିଯାଏ। ଆଜ୍ଞା। ଦ୍ୱିତୀୟ କଥା ହଉଛି ଯୋଉ ଛୋଟ ଛୋଟ ଛଡା ବା ଯୋଉ ଗରମରେ ଆସୁଥିବା ଯୋଉ ଗାଈ ମାନେ ଥାନ୍ତି ସେମାନଙ୍କର ଯୋଉ ଇଷ୍ଟ୍ରୋସାଇନ୍ ଯୋଉଟା ଦେଖାଯାଏ ବା ଗାଈ ଗରମରେ ଆସିବାର ଯୋଉ ଲକ୍ଷଣ ଦେଖାଯାଏ ସେଇଟା ଖରାଦିନେ ଆମେ ସହଜରେ ଦେଖିପାରୁନାହୁଁ, କାରଣ ଯେହେତୁ ସେମାନଙ୍କର ନ୍ୟୁଟ୍ରିଏଣ୍ଟ ବା ବଡି ଯେତିକି ଆବଜର୍ଭ କରିବା କଥା କମିଯାଏ ତ ସେମାନଙ୍କର ରିପ୍ରୋଡକ୍ଟିଭ ଫେଲିୟର ବହୁତ ଟାଇମ୍ ଦେଖାଯାଏ। ତେଣୁ ଚାଷୀ ଭାଇ ଭଉଣୀ ମାନଙ୍କର ଗୋଟେ କମ୍ପ୍ଲେନ୍ ସବୁବେଳେ ଆସିଥାଏ କି ଖରାଦିନେ ଗାଈକୁ ଆମେ ଆର୍ଟିଫିସିଆଲ ଇନସେମିନେସନ କଲେ ବି ଗାଈ ବାରମ୍ବାର ଲେଉଟ ହଉଛି। ଆଜ୍ଞା। ଏଇଟା ତାଙ୍କର ମେନ୍ ଜିନିଷ ରହିଲା। ଆଜ୍ଞା। ଆଉ ଗୋଟେ ଜିନିଷ ମ୍ୟାଡାମ ବର୍ତ୍ତମାନ ଆମ ଏରିଆରେ ଯୋଉ ଅଧିକ ଦୁଗ୍ଧ ଉତ୍ପାଦନର ଯୋଉ ବ୍ରିଡର ଗାଈ ଯେମିତି ଲୋକମାନେ ପ୍ରିଫର କରୁଛନ୍ତି ଜର୍ସି ଗାଈ ଆଉ ହଲିଷ୍ଟନ୍ ଫ୍ରିଜିଆନ୍ ଗାଈ, ଆଜ୍ଞା। ଯେହେତୁ ଜର୍ସି ଗାଈର ଉତ୍ପତ୍ତି ସ୍ଥଳ ହଉଛି ଇଂଲଣ୍ଡ ଆଉ ଏଚଏଫ ବା ହଲିଷ୍ଟିନ୍ ଗାଈର ଉତ୍ପତ୍ତି ସ୍ଥଳ ହଉଛି ହଲାଣ୍ଡ, ତ ସେମାନେ ମୁଖ୍ୟତଃ ଥଣ୍ଡା ଦେଶରୁ ଆସିଛନ୍ତି, ତ ସେମାନେ ଆମ ଅଞ୍ଚଳ ତାପମାତ୍ରାକୁ ସହଜରେ ସହିପାରନ୍ତି ନାହିଁ, ତେଣୁ ହିଟ୍ ଷ୍ଟ୍ରେସର ପ୍ରଭାବ ତାଙ୍କ ପାଖରେ ଅଧିକ ପରିମାଣରେ ଦେଖାଯାଏ କମ୍ପେୟାର ଟୁ ଆମ ଇଣ୍ଡିଆର ଯୋଉ ନେଟିଭ ବ୍ରିଡ୍ ଅଛନ୍ତି ଯେମିତି ଆପଣଙ୍କର ଗିର୍ ଗାଈ ହେଲେ, ସାହିୱାଲ ହେଲେ ୟା ଫିର ରେଡ୍ ସିନ୍ଧି ଗାଈ ହେଲେ, ସେଇ ଗାଈ ଗୁଡାକ ଅଧିକା ପରିମାଣରେ ଗରମ ସହିପାରନ୍ତି କାରଣ ଯେହେତୁ ସେ ଆମ ଯେହେତୁ ଅଞ୍ଚଳର ସେମାନେ ଆମ ଅଞ୍ଚଳର ଗାଈ। ଆଜ୍ଞା। ଆଜ୍ଞା। ତେଣୁ ଯୋଉମାନେ ହଲିଷ୍ଟନ୍ ଫ୍ରିଜିଆନ୍ ବା ଜର୍ସି ଗାଈ ରଖୁଛନ୍ତି ସେମାନଙ୍କର ଆଡଭାଇସ୍ ଅଛି ସେମାନେ ଯେମିତି ମୁଁ ଆଗରୁ କହିଥିଲି କୁଲିଂ ପ୍ୟାଡ୍ ୟା ଫିର ସ୍ପ୍ରିଙ୍କଲର ସିଷ୍ଟମଟା ୟୁଜ କରିବା ଦରକାର। ସବୁଠୁ ବଡ କଥା ହେଲା କ୍ଷୀର ଦୁହିଁବା। ଆଜ୍ଞା। ଏଇ ଖରା ଦିନେ କେତେବେଳେ ଆମେ ଗାଈ ଦୁହିଁଲେ ଭଲ? ମ୍ୟାମ୍ ପ୍ରଥମ କଥା ହେଉଛି ବର୍ତ୍ତମାନ ଆପଣ ଯୋଉ ବି ଡେୟାରି ପ୍ରଡକ୍ଟର ବ୍ରାଣ୍ଡ ଦେଖୁଥିବେ ସେମାନେ ଗୋଟେ ଜିନିଷ ଲେଖୁଛନ୍ତି କି ଷ୍ଟ୍ରେସ୍ ଫ୍ରି କଣ୍ଡିସନରେ ଗାଈକୁ ରିୟର କରାଯାଉଛି, ୟା ଫିର ଯଦି ଆପଣ ଓପୋଲଫେଡ୍ ଯେମିତି ଆମ ଗଭର୍ଣ୍ଣମେଣ୍ଟର ଯଦି ଆପଣ ଅଣ୍ଡା ବି ଦେଖିବା ପାଇଁ ସେମାନେ କହୁଛନ୍ତି କି ଯୋଉ ଚିକ୍ ଗୁଡାକ ଆମେ ଷ୍ଟ୍ରେସ୍ ଫ୍ରି କଣ୍ଡିସନରେ ରଖୁଛୁ। ତ ମ୍ୟାଡାମ ଷ୍ଟ୍ରେସ୍ ଫ୍ରି ର ମିନିଂ ହଉଛି କି ଗାଈ ବି ଖୁସିରେ ରହିବ, ତାର କ୍ଷୀର ଉତ୍ପାଦନଟା ବଢିବ। ତେଣୁ ଆମେ ଗାଈକୁ ଜେନେରାଲି ସକାଳେ ଆଉ ସନ୍ଧ୍ୟା ବେଳେ ଦୁହିଁବା ଦରକାର। ମଧ୍ୟାହ୍ନ ସମୟରେ ଟେମ୍ପରେଚର ଅଧିକା ଥିବା ଯୋଗୁଁ ଗାଈ ଅଲରେଡି ଷ୍ଟ୍ରେସରେ ଥାଏ, ତ ଆମେ ଯଦି ସେଇ ସମୟରେ ତା ଦେହରୁ ମିଲ୍କିଂ କରିବା ତ କ୍ଷୀର ଉତ୍ପାଦନ ତ କମିବ ପ୍ଲସ୍ ଗାଈର ମଧ୍ୟ ଅଲଗା ଇରିଟେଟ୍ ହବା ଆସିଯିବ। ଆଉ ଗୋଟେ ଜିନିଷ ଚାଷୀ ଭାଇ ମାନଙ୍କୁ ମୋର ଆଡଭାଇସ୍ ହଉଛି କି ମିଲ୍କିଂ ବା କ୍ଷୀର ଦୁହିବା ପୂର୍ବରୁ ନିଜର ହାତ ଭଲସେ ଧୋଇବା ଦରକାର, ଆଉ ଗାଈର ଯୋଉ ଚିର ବା ଅର୍ଡର ରହିଲା ତାକୁ ମଧ୍ୟ ଭଲସେ ସଫା କରନ୍ତୁ, କାରଣ ଖରା ଦିନେ ଅଧିକା ପରିମାଣରେ ଧୂଳି ଉଡ଼ିଥାଏ। ଯଦି ଆମେ ଚିର ଭଲସେ ସଫା ନ କରିବା ତ ଏଇଟା ମାଷ୍ଟାଇଟିସ୍ ଭଳିଆ କଣ୍ଡିସନ ବା ଥନହରା ଯୋଉ କଣ୍ଡିସନ ସେଇ କଣ୍ଡିସନକୁ ଗାଈକୁ ଆଫେକ୍ଟ କରିପାରେ। ଆଜ୍ଞା। ତାମାନେ ଆମେ ସାଧାରଣତଃ ସକାଳେ ଆଉ ସନ୍ଧ୍ୟା ବେଳେ ଗାଈ କ୍ଷୀର ଦୁହିଁବା ଦରକାର। ସାଧାରଣତଃ ଗରମରେ ଆଣ୍ଟିବାୟୋଟିକ ଦବା ଦରକାର କି ଗାଈ? ନାଇଁ ମ୍ୟାଡାମ ଆଣ୍ଟିବାୟୋଟିକ ବ୍ୟବହାର କରିବାର ପ୍ରଥମ ଜିନିଷ ହଉଛି ନିକଟସ୍ଥ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ। ପରାମର୍ଶ ଅନୁସାରେ ୟୁଜ ନ କରିବା ଫଳରେ ଗୋଟେ ଟର୍ମ ଆସୁଛି ଆଣ୍ଟି ମାଇକ୍ରୋବିଆଲ ରେଜିଷ୍ଟାନ୍ସ ଯୋଉଟା ଗାଈର ଡେଭଲପ କରେ। ସାଧାରଣତଃ ହିଟ୍ ଷ୍ଟ୍ରେସ୍ କିମ୍ବା ହିଟ୍ ଷ୍ଟ୍ରୋକ୍ ହେଲେ କୌଣସି ଆଣ୍ଟିବାୟୋଟିକ ଦେବା ଦରକାର ନାହିଁ। ନର୍ମାଲ ଇଲେକ୍ଟ୍ରୋଲାଇଟ୍ ବାଲାନ୍ସ ଠିକ ହେଇଯିବ। ଯଦି ବି ଆପଣଙ୍କୁ କେବେ କିଛି ଲାଗୁଛି କି ଆଣ୍ଟିବାୟୋଟିକ ଦେବା ପାଇଁ ତାହେଲେ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ହିଁ ୟୁଜ କରିବାଟା ଭଲ। ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଆମ ଶ୍ରୋତା ବନ୍ଧୁ ମାନେ ବି ଟିକେ ତାଙ୍କ ମନରେ ପ୍ରଶ୍ନ ଥିବ, ଏଇ ଯୋଉ ପୋଲ୍ଟ୍ରି ଆମେ କରିଛେ ଚାଷୀ ଭାଇ ମାନେ କରିଛନ୍ତି, ଏଇ ପୋଲ୍ଟ୍ରିରେ ଯୋଉ ଏଗ୍ ପ୍ରଡକ୍ସନ କାହିଁକି କମିଯାଏ ଏଇ ଖରା ଦିନ ମାନଙ୍କରେ? ପ୍ରଥମ କଥା ହଉଛି ସେମାନଙ୍କର ଖାଦ୍ୟ ଗ୍ରହଣ କମିଯାଏ। ଦ୍ୱିତୀୟ କଥା ହଉଛି ଆପଣ ଜାଣିଥିବେ ଆମର ଯୋଉ ଲେୟର କୁକୁଡା ବା ଯୋଉ ଅଣ୍ଡା ଦିଆ କୁକୁଡା ଅଛନ୍ତି ସେମାନେ ଯୋଉ ଅଣ୍ଡା ଦିଅନ୍ତି ଅଣ୍ଡାର ଉପରର ଯୋଉ ଖୋଳଟା ସେଟା କ୍ୟାଲସିୟମରେ ତିଆରି ହେଇଥାଏ, କିନ୍ତୁ ଯେହେତୁ ମୁଁ ଆପଣ ପ୍ରଥମରୁ କହିଛି କି ଖରାଦିନେ ମିନେରାଲର ବି ଡେଫିସିଏନ୍ସି ରହେ ତ କ୍ୟାଲସିୟମ ମେଟାବୋଲିଜିମ ପ୍ରଭାବିତ ହୋଇଥାଏ। କ୍ୟାଲସିୟମ ମେଟାବୋଲିଜିମ ପ୍ରଭାବିତ ହେଲେ ଅଣ୍ଡାର ଯୋଉ ଉପର ଖୋଳ ରହିଲା ସେଟା ପତଳା ହେଇ ଆସେ, ତେଣୁ ବହୁତ ଗୁଡେ ଅଣ୍ଡା ଆପଣ ଦେଖିବେ ଖରାଦିନେ ସେମାନେ ପଡିକି ଅଟୋମେଟିକାଲି ଫାଟି ଯାଇଥାଏ। ଜେନେରାଲି ଯେହେତୁ ସେମାନେ ପାଣି ପିଇବା ମଧ୍ୟ କମେଇ ଦିଅନ୍ତି ସେଥିପାଇଁ ସେମାନଙ୍କର ଅଣ୍ଡା ଉତ୍ପାଦନ ପାଖାପାଖି 15-20% ପର୍ଯ୍ୟନ୍ତ କମି ଯାଇପାରେ। ଆଜ୍ଞା। କେମିତି କଣ ତାର ଯତ୍ନ ନେଇପାରିବା? ଯତ୍ନ ନେବା ପାଇଁ ପ୍ରଥମ କଥା ହଉଛି ଆମକୁ ତାଙ୍କୁ ଯଥେଷ୍ଟ ପରିମାଣରେ ପାଣି ପ୍ରଥମ ଦବାକୁ ପଡିବ। ଆଜ୍ଞା। ଦାନା ଯୋଉ ବି ଆମେ ଦାନା ଦଉଛୁ ସେ ଦାନାର ଆମକୁ ଦେଖିବାକୁ ପଡିବ କି ସେଥିରେ ଯେମିତି କ୍ୟାଲସିୟମର ମାତ୍ରା କମି ନ ଯାଉ, ସେଥିପାଇଁ ଆମକୁ କ୍ୟାଲସିୟମ ସପ୍ଲିମେଣ୍ଟ ବି ଦେଲେ ଭଲ। ଯଦି ଆମେ ଡକ୍ଟରଙ୍କ ପରାମର୍ଶ କରିକି କିଛି ଲିଭର ଟନିକ ବା କିଛି ଏନର୍ଜି ପାଉଡର କିଛି ଆଣ୍ଟିବାୟୋଟିକ ର ପାଉଡର ସେଇଟାକୁ ବି ମଧ୍ୟ ପାଣିରେ ମିଶେଇକି ଅଣ୍ଡା ଦିଆ କୁକୁଡାଙ୍କ ପାଇଁ ଦେଇପାରିବା। ଖରାଦିନେ ଯଦି ସଡନ ବର୍ଷା ଆସେ ଯୋଉଟା କାଳ ବୈଶାଖୀ ଯେମିତି ବର୍ଷା ଆସେ, ପ୍ରଥମ କଥା ହଉଛି ଗାଈର ବଡିର ଟେମ୍ପରେଚରଟା ଅଟୋମେଟିକାଲି ଗରମ ଥାଏ। ଆଉ ଯୋଉ ବହୁତ ଲୋକ କଣ କରନ୍ତି ନା ଭାବନ୍ତି କି ବର୍ଷା ହଉଛି ତ ଥଣ୍ଡା ହବ ବୋଲି ସେମାନେ ଗାଈକୁ ବର୍ଷାକୁ ଛାଡି ଦିଅନ୍ତି, କିନ୍ତୁ ସେମିତି କରିବା ଫଳରେ ଟେମ୍ପରେଚର ଫ୍ଲକ୍ଚୁଏସନ ହେଇଗଲା ପରେ ଜେନେରାଲି ଥଣ୍ଡାଟା ଗୋଟେ କମନ ହେଇଯାଇଥାଏ ତାଙ୍କୁ ସାଧାରଣତଃ। ତାପରେ ନର୍ମାଲ ବର୍ଷା ଦିନେ କୀଟ ପତଙ୍ଗ ମାନେ ଅଧିକା ଆକ୍ଟିଭ ରହିଥାନ୍ତି, ଆଉ ଆପଣଙ୍କର ମାଛି ବି ଅଧିକା ଆକ୍ଟିଭ ଥାଏ, ଆଉ ଟିଙ୍କ
ଏଇ ତିନୋଟି ଜିନିଷ ଆସିବା ଫଳରେ କେନ୍ଦ୍ରାପଡା ଇଜ ନୋନ୍ ଆଜ ଦ ଥେଲେରିଆ ବେଲ୍ଟ ଅଫ ଓଡିଶା। ଥେଲେରିଆ ବା ବ୍ଲଡ ପ୍ରୋଟୋଜୋଆ ଡିଜିଜଟା ସେଠି ଅଧିକା, ଯାହାର ମୁଖ୍ୟ କାରଣ ହଉଛି ଟିଙ୍କ। ତ ଯଦି ଆମ ଚାଷୀ ଭାଇ ଭଉଣୀ ମାନେ ଗୁହାଳ ପରିଷ୍କାର ରଖିବେ, ଗାଈ ଗୋରୁଙ୍କୁ ରେଗୁଲାରଲି ଟିଙ୍କର ଔଷଧ ଦେବେ, ତ ଏଇ ଯୋଉ ଦିଟା ଡେଞ୍ଜରିୟସ୍ ଡିଜିଜ ଅଛି ଆମେ ସେଥିରୁ ଭଲସେ ବଞ୍ଚି ଯାଇ ପାରିବା। ତାମାନେ ଆମେ ସାଧାରଣତଃ ଖରା ଦିନ ମାନଙ୍କରେ ଯେମିତି ଗାଈ ଗୋରୁଙ୍କର ପଶୁପକ୍ଷୀ ମାନେ ଯତ୍ନ ଆଜ୍ଞା। ନେବା, ବର୍ଷାରେ ଅସମୟରେ ଯୋଉ ବର୍ଷା ହଉଛି ସେଥିରେ ମଧ୍ୟ ଆମେ ଯତ୍ନ ନେଇପାରିବା। ପ୍ରଥମ କଥା ହଉଛି ଅସମୟର ବର୍ଷାରେ ଆମେ ଗାଈ ଗୋରୁଙ୍କୁ ଓଦା ହବାକୁ ଛାଡିଦବାନି, ସେତେବେଳେ ତାଙ୍କ ଟେମ୍ପରେଚରଟା ଅଧିକା ଥାଏ। ଆଉ ଗୋଟେ ଅସମୟର ବର୍ଷାର ମୁଖ୍ୟ କାରଣ ହଉଛି ମ୍ୟାଡାମ ଘଡଘଡି ଆଉ ବିଜୁଳି। ଆଜ୍ଞା ଯଦି ବିଜୁଳିଟା ଆପଣ ଜେନେରାଲି ଜାଣିଥିବେ ଜଳାଶୟ ପାଖରେ ଅଧିକା ପରିମାଣରେ ଆଫେକ୍ଟ କରେ, ଆଜ୍ଞା। ତ ଗାଈ ଗୋରୁ ମାନେ ବର୍ଷା ଆସିଲା ମାନେ ୟା ଫିର ଯଦି ଖରା ଯୋଗୁଁ ପାଣି ପିଇବା ପାଇଁ ଜଳାଶୟ ପାଖକୁ ଯାଇଛନ୍ତି ଆଉ ସେ ସମୟରେ ଅଦିନିଆ ବର୍ଷା ଆସୁଛି, ତ ବହୁତ ଟାଇମରେ ଘଡଘଡି ପଡିକି ବି ଆପଣ ଶୁଣିଥିବେ ଗାଈ ଗୋରୁ ମାନେ ମରିଯାଆନ୍ତି। ଆଜ୍ଞା। ତ ଏଇ ଦିଟା ଜିନିଷରୁ ବଞ୍ଚିବା ପାଇଁ ଅସମୟରେ ବର୍ଷା ଆସିଲେ ଆମେ ଗାଈ ଗୋରୁଙ୍କୁ ଗୁହାଳକୁ ନେଇ ଆସିବାଟା ଦରକାର। ଆଉ ସାର୍ ଶେଷରେ ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଆପଣ କଣ ପରାମର୍ଶ ଦେବେ? ଆମେ ଚାଷୀ ଭାଇ ମାନଙ୍କ ଶେଷ ବାର୍ତ୍ତା ମୋର ରହିବ କି ଗୃହପାଳିତ ପଶୁପକ୍ଷୀ ମାନେ ହଉଛନ୍ତି ଆମର ମୂଲ୍ୟବାନ ସମ୍ପଦ। ଆଜ୍ଞା। ଖରାଦିନେ ସଠିକ ପାଣି, ଛାୟା, ସୁଷମ ଖାଦ୍ୟ ଆଉ ସମୟ ମତେ ଚିକିତ୍ସା ଡାକ୍ତରୀ ପରାମର୍ଶ କ୍ରମେ ଦେଲେ ଆମେ ତାଙ୍କୁ ରୋଗ ବି ରୋକିପାରିବା। ହିଟ୍ ଷ୍ଟ୍ରେସର ପ୍ରତିରୋଧ କଲେ ଦୁଗ୍ଧ ଉତ୍ପାଦନ, ଅଣ୍ଡା ଉତ୍ପାଦନ, ମାଂସ ଉତ୍ପାଦନ ମଧ୍ୟ ଭଲ ରହିବ। ଶେଷରେ ଏତିକି କହିବି କି ସୁସ୍ଥ ପଶୁ ହେଉଛି ସମୃଦ୍ଧ ଶସ୍ୟର ପ୍ରଗତିର ଚିହ୍ନ। ଡକ୍ଟର ପତି, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଏତେ ସମୟ ଧରି ଖରାଦିନେ ପଶୁପକ୍ଷୀ ମାନଙ୍କ ଯତ୍ନ ଅତି ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର। ଇଏ ସୁମି ହଁ, ମହାଶୟ କେତେ ସୁନ୍ଦର ଭାବରେ କହିଲେ ମ। କେଡେ ବଢିଆ ଭାବରେ ବୁଝେଇକିରି କହିଲେ। ଆଉ ମୋର ଯାହା ବୁଝିବାର ଥିଲା ମହାଶୟଙ୍କୁ ଟିକିନିକି କରି ପଚାରିଲି, ମହାଶୟ ତାଙ୍କର ଭଲ ଭାବରେ ବୁଝେଇ କହିଦେଲେ। ଏଇ ଖରା ଦିନ ମାନଙ୍କରେ ଆମେ ପଶୁ ପକ୍ଷୀ ମାନଙ୍କର ଯତ୍ନ ଭଲ ଭାବରେ ନଉଥିବା। ହେଲେ ବୈଠ ଘର ତରଫରୁ ଆମର ମହାଶୟଙ୍କୁ ଆଉ ଥରେ ଧନ୍ୟବାଦ। ସୁମି, ହଁ, ଏଥର ତ ସବୁ କଥା ହେଲା, ଉଠିବା। ଉଠିବା। ଆଉ ପାଣିପାଗ ଆଗ ଶୁଣିବା, ତାପରେ ଯାଇ ଉଠିବା। ହଁ ହଁ, ଇଏ ତ ଯୋଉ ଖରା ହଉଛି ଦେହ କଣ ହେଇଯାଉଛି, କେତେବେଳେ କେମିତି କଣ ଧୁମଧଡକିଆ ମାଡି ଆସୁଛି। ହଁ। ପାଣିପାଗ ଶୁଣିବା ତାପରେ ଉଠିବା।